ଭିଡ଼ିଓ ଏଇଟା ଭିଡ଼ିଓ ବସିକରି ଠାକୁରଙ୍କୁ ତ ଗୋଟେ ଉଠେଇଦେବ। ସନ୍ଧାନ ପ୍ଲସ୍ ଏବଂ ମାଳିକା ସନ୍ଧାନ ଆସି ପହଞ୍ଚି ଯାଇଛି। ଏ ହେଉଛି କଟକ ଜିଲ୍ଲା କିଶୋରନଗର ଥାନା। ତ ଆମ ପାଖରେ ଆମେ ଦେଖିବା ପ୍ରଥମ କରି ଆଜି ଆମ ଚ୍ୟାନେଲ ମାଧ୍ୟମରେ ଆଜି ଅଭାଗ୍ୟ ଏବଂ ସୌଭାଗ୍ୟ କହିଲେ ଅତ୍ୟୁକ୍ତି ହେବନି, କାରଣ ଏ ହେଉଛି ଅନନ୍ତ କ୍ଷେତ୍ର। ଏଇ ପୀଠରେ ଆମେ ଆସି ପହଞ୍ଚୁ। ଏଇ କ୍ଷେତ୍ରର ରହିଛି ମାଳିକା ପ୍ରମାଣ କ'ଣ? ଇଏ ହେଉଛି ଗହଣ ଦଳ ରାଜା, ଯାହା କୁହାଯାଏ ନରସିଂହ ମିଶ୍ର। ତ ଆମ ପାଖରେ ଅଛନ୍ତି ଜଣେ ଭାଇ, ଏଇ ବାବଦରେ କହିବେ। ପ୍ରଭୁ ଦେଖିପାରୁଥିବେ ସିଧାସଳଖ ଇଏ ହେଉଛନ୍ତି ମନ୍ଦିର ଏବଂ ଯୋଉ ସାହାଡ଼ା ବୃକ୍ଷ ତଳେ ପ୍ରଭୁ ବିରାଜମାନ ଅଛନ୍ତି ଅନନ୍ତ। ନିଜେ ଆମେ ସିଧାସଳଖ ପଚାରି ବୁଝିବା ଆପଣଙ୍କୁ। ଆମ ଚ୍ୟାନେଲକୁ ସ୍ୱାଗତ ଜଣେଇବି। କ'ଣ କହିବେ ଯେହେତୁ ଏ କ୍ଷେତ୍ର ବାବଦରେ କ'ଣ ଜାଣିଛନ୍ତି? ମୋ ପିଲାଦିନୁ ମୁଁ ଦେଖି ଦେଖିକା ଆଉଛି। ମୁଁ ଛୋଟ ଥିଲି, ଏ ଶାଡ଼ା ଗଛ ଦେଖି ଦେଖି ଆସୁଛି। ଆଜ୍ଞା ଆଜ୍ଞା। ଏଠି 3ଟି ସାପ ଅଛନ୍ତି। ଆଜ୍ଞା। ଗୋଟିଏ ଧଳା, ଆଜ୍ଞା, ଗୋଟିଏ କଳା ଆଉ ଗୋଟିଏ ହଳଦିଆ। 3 ପ୍ରକାର କଲର। 3 ପ୍ରକାର କଲର ଏଠି ରହୁଛନ୍ତି। ବହୁତ ଦିନରୁ ମୋ ପିଲାଦିନୁ ଦେଖି ଦେଖି ଆଉଛି। ଆଜିକି ମତେ 44-45 ବର୍ଷ 40 ବର୍ଷ ହେଲାଣି ମୁଁ ଦେଖିକିରି ଆସୁଛି। ଆଜ୍ଞା ଆଜ୍ଞା। କିନ୍ତୁ ମହାପୁରୁଷ ଯୋଉ ଲେଖିଛନ୍ତି ଅନନ୍ତ ଗାଦି ଗୁପ୍ତ ଥିବ, ଗୁପ୍ତ ଅଛି ଟିକେ, ପ୍ରକାଶ ହେଇନି, ପ୍ରକାଶ ହେଇଯିବ। ଯଦି ପ୍ରକାଶ ହେଇନି, ଆଜି ଆସିଲୁ ଆମେ, ପ୍ରକାଶ ହେଇଗଲାଣି କିନ୍ତୁ ଲୋକଲୋଚନକୁ ସେତେଟା ହାଇଲାଇଟ ହେଇନି। କହୁଛି ସେଇ କଥା କହିବାକୁ ଯାଉଛି। ଯେହେତୁ ଆମେ କହିବା କି ପ୍ରଭୁଙ୍କର ସମୟ ଆସିଗଲା, ଯେହେତୁ ଆମେ କେବେ ବି ଆମ ସଂସ୍ଥା ତ କେବେଠୁ ହେଲାଣି ଆମେ ଆସିପାରୁନଥିଲୁ, ଆଜି ପ୍ରଥମ କରି ଆସିଲୁ। ହୁଏତ ପ୍ରଭୁଙ୍କର କିଛି ନିର୍ଦ୍ଦେଶ ବା ତାଙ୍କର ଇଚ୍ଛାରେ ହେଇଥାଇପାରେ। ଇଚ୍ଛା ତାଙ୍କ ଇଚ୍ଛାରେ କିଛି ନିଶ୍ଚିନ୍ତ ଆଜି ଯୋଉ କାର୍ଯ୍ୟକ୍ରମ ହେଲା ତାଙ୍କ ଇଚ୍ଛାରେ। ଏବେ ବି ରାଜା ଯିଏ ନରସିଂହ ସିଏ ଏବେ ମନା କରୁଥିଲେ କିଛି କରିବାନି, ପୁଣି କ'ଣ ହେଲା ପୁଣି ଆରମ୍ଭ କଲେ ଯେ ନାଇଁ, ସିଏ ତାଙ୍କ ଇଚ୍ଛାରେ ଇଚ୍ଛା ସବୁ କିଛି ହଉଛି। କହିବାରେ ଅଛ ମୋଟାମୋଟି ଭାବେ ଯେ ପ୍ରଭୁଙ୍କର ନିଶ୍ଚିତ କିଛି ଦୟା ହେଲା, ଆଶୀର୍ବାଦ ହେଲା। ଯାହା ବି ହେଲେ ଆମେ ଆସି ପହଞ୍ଚିଲେ, କି କାମ ହେଲା। ଆଉ ମନା କଲା ସତ୍ତ୍ୱେ ବି କିଛି କାମ ଆମେ ଆଜି ଷ୍ଟାର୍ଟିଂ କଲେଣି। ତ କହିବେ କି କହିଲେ 3 ଗୋଟି ସର୍ପ ଏଠି ରହୁଛନ୍ତି, 3 ପ୍ରକାର ରଙ୍ଗର। ଆଜ୍ଞା। ଗୋଟେ ହଉଛି ହଳଦିଆ, ଗୋଟେ ହଉଛି ଧଳା, ଆଉ ଗୋଟେ କଳା। ଆଚ୍ଛା, ଏଇ ଯୋଉ କଥା କହିବେ କି ଯୋଉ 3 ପ୍ରକାର କଥା କହୁଛନ୍ତି, ହଁ 3 ପ୍ରକାର ଯୋଉ କଥା କହୁଛନ୍ତି, ତା ଭିତରୁ ଏଇ ଯୋଉ କ୍ଷେତ୍ରରେ ଏଟା ମାଳିକା ବର୍ଣ୍ଣିତ କ୍ଷେତ୍ର ବୋଲି କୁହାଯାଏ। ଆଜ୍ଞା ଆଜ୍ଞା। ମାଳିକା ବର୍ଣ୍ଣିତ କ୍ଷେତ୍ରରେ ଆଗକୁ କ'ଣ ଲୀଳା ହବ? ଯେହେତୁ ଏଠି କୁହାଯାଏ କଳ୍କିଙ୍କ ଉପରେ ନା ଜୋର ନଜର ଅଛି ସାରା ବିଶ୍ୱର, ସେ ବାବଦରେ କ'ଣ କହିବେ? କଳ୍କି ଠାକୁର ଆସିଲେ ସିଏ ତାଙ୍କର ଯାହା କରିବା କଥା କରିବେ ଆଉ। ଏଠିକି ଅନେକ ସାଧୁସନ୍ଥ ଆସିବେ, ବହୁତ ସାଧୁସନ୍ଥ ଆସିବେ। ଗହଣ ଦଳର ମୁଖ୍ୟ ରଜା କୁହାଯାଏ। ଏଇଟା ସାରା ଓଡ଼ିଶାକୁ, ଓଡ଼ିଶା ବାହାରେ ମଧ୍ୟ ଜାଣିଛନ୍ତି ରଜା ନରସିଂହ ଦେବଙ୍କ କଥା। ତ ଏଇ କ୍ଷେତ୍ରକୁ ଆମେ କେବେ ବି ଆସିନଥିଲୁ, ପ୍ରଥମ କରି ଆଜି ଆସିଲୁ। ହୁଏତ ଭଗବାନଙ୍କର ବା ପ୍ରଭୁଙ୍କର ଇଚ୍ଛା ନ ହେଇଥିଲେ ଆମେ କରିପାରିନଥାନ୍ତେ। ତେଣୁକରି ଆମେ ଯୋଉ କ୍ଷେତ୍ରରେ ଆମେ ଆଜି ପହଞ୍ଚିଛେ, ଆମେ ଦେଖେଇବା ଚତୁର୍ପାର୍ଶ୍ୱ ବୁଲେଇକି ଏଇ କୋଉ ଭଳି ମନ୍ଦିର ଏଇ ପ୍ରଭୁଙ୍କର ଦେଖିପାରୁଥିବେ। ସିଧା ପଞ୍ଚସଖା ମାନେ ବିରାଜମାନ ଅଛନ୍ତି। ଏଇଟା ସନ୍ଧାନ ପ୍ଲସ୍ ମାଧ୍ୟମରୁ ମାଳିକା ସନ୍ଧାନ ମାଧ୍ୟମ ଦେଖିପାରୁଥିବେ। ସିଧାସଳଖ ପ୍ରଥମ କରି ଯେହେତୁ ଆସିଛି କୋଉ ଭଳି ଗାଦିରେ ନିର୍ମିତ ଆପଣ ମାନେ ଦେଖୁଛନ୍ତି, ଏ ହଉଛି ସେଇ କ୍ଷେତ୍ର। ତେବେ ଏଇ କ୍ଷେତ୍ରରେ ଆପଣ ମାନେ ଦେଖିପାରୁଥିବେ ଚତୁର୍ପାର୍ଶ୍ୱରେ ମହାନଦୀ କୂଳରେ ଏକ ବିରାଟ ସାହାଡ଼ା ଗଛ, ବିରାଟ ସାହାଡ଼ା ଗଛ ମୂଳେ ପ୍ରଭୁ ଅନନ୍ତ ଅଛନ୍ତି। 3 ଗୋଟି ସର୍ପ ମଧ୍ୟ ଏଠି ବିରାଜମାନ ହୁଅନ୍ତି, ସଦାବେଳେ ଦେଖା ଯାଆନ୍ତିନି। ଯେହେତୁ ଏଠି ଯାହା କୁହାଯାଇଛି ଅନନ୍ତଙ୍କର ଏଠି ଧ୍ୱଜା ଉଡୁଛି, ଏଠି ଯଜ୍ଞ ମଧ୍ୟ ହୁଏ। ଆଚ୍ଛା, ଏଠି କେତେ ଭକ୍ତ ବା ସାଧୁସନ୍ଥ? ବହୁତ ସାଧୁସନ୍ଥ, ବହୁତ ମୁନି ଋଷି ଆସନ୍ତି। ଆମେ ଦେଖେଇବା ପ୍ରଭୁଙ୍କର ବାନା ଉଡୁଛି, ପତିତ ପାବନ ଭଳି ବାନା ଉଡୁଛି ମଧ୍ୟ ଏଠି। ଅନନ୍ତଙ୍କର ଧ୍ୱଜା ଉଡୁଛି, ଅନନ୍ତଙ୍କର ଯୋଉ ପତାକା। ଇଏ ମନ୍ଦିର କେବେଠୁ ନିର୍ମାଣ ହେଇଛି? ହେଇଗଲାଣି ତଥାପି ନିର୍ମାଣ 15 ବର୍ଷ 15-20 ବର୍ଷ ହେଲାଣି। କିନ୍ତୁ ସାହାଡ଼ା ଗଛ କହୁଥିଲେ, ଅନନ୍ତଙ୍କର କଥା କହୁଥିଲେ, ସେ ବାବଦରେ କେବେଠୁ ଆପଣ କେବେ ଦେଖିଛନ୍ତି? ସାହାଡ଼ା ଗଛ ମୁଁ ପିଲାଦିନୁ ଦେଖିଛି, ମୋ ପିଲାଦିନୁ। ଆଚ୍ଛା, ଯୋଉ କହୁଛନ୍ତି ସାହାଡ଼ା ଗଛ ଦେଖିଛନ୍ତି, ପ୍ରଭୁଙ୍କର ଏଠି ଯୋଉ ସର୍ପ ନିଜେ ଆଖିରେ ଦେଖିଛି। ମାନେ କେଡେ ତାର ବଡ ସାଇଜ ଦେଖିଛନ୍ତି? ଏଇ ସେ ମନ୍ଦିର ଭିତରୁ ବାହାରନ୍ତି? ନାଇଁ, ସେ ମନ୍ଦିର ଭିତରେ ରୁହନ୍ତି, କୋଉଠି ରୁହନ୍ତି କହିପାରିବୁନି। ମୁଁ ପିଲାଦିନେ ଦେଖିଥିଲି ଥରେ। 3 ଜଣ? ପିଲାଦିନେ ଦେଖିଥିଲି, ଆଉ ଦେଖିନି।
ଆଉ अन्य माने समझ तापर एठी गोटा लाइट आसे मु जोटा अनुभव करछि गिरधारी हमर गिरधारी ठाकुर कोट जो अछि गिरधारी कोट गोटे लाइट आसे अच्छा से लाइट आई उआसु जाए अच्छा उआसु सेठु जीव ठाकुराणी कति गरासुनी मंदिर आज्ञा आज्ञा सेठु रिटर्न करी ए उआसर लीन होई जाए माने प्रतिदिन हां प्रतिदिन एबे भी होउची एबे भी मु देखिने मोर दुश्मन नै मु मो पिला दिन एतले मु एटे रहउथली आपण केते वर्ष लाइन एठी रहले मु एठी तथापि 79 मसियर अच्छा एठी गडर दलर स्टार्ट दुदन आरंभ रो पूरा प्रतिष्ठा ठारू आपण रहिछन अच्छा आपण निश्चित एते वर्ष जते अभिज्ञता निश्चित बहुत किछ थिबो आपण ताको राजा सहित ओतप्रोत भाव जडित अछंती निश्चित ताकर जो दैनंदिन कार्यकलाप एवं जो बाहर लोक माने बा भक्त साधु संत मान जो आछंती तार धे भितरे अनुमान कोन को करा अनुमान हमर गोटे महापुरुष लिखिसंती कृष्ण भावरस नुहे वेदभ्यास पूर्व जहार वासना थिबो तार ताकू दया झळी दिसे काया निश्चय वासना बासिबो जे जो लाइन रो लोक से लाइन रे आसी पहुंची जी आपण कहले हबो ना मु कहले हबो हम तो से लेखाई की रहिछि निश्चित सेठी अटके चाहूची जेहेतु एठी कोनोसी चैनल माध्यम रे एठी प्रकाश हेने जेमिति न्यूज माध्यम रे निर्दिष्ट जो मालिका को स्पेसिफिक एमिति किछ हेइ नतला ना 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 प्रथम करी हमर संधान आगुरु भी हेइछि आगुरु कहूची न्यूज माध्यम रे हेइछि न्यूज माध्यम रे हेइछि ए टाइप रे स्पेसिफिक ए टाइप रे हेइ नतला तो हम सेही कथा मु कहउ जाउची पुनर्बार जेहेतु प्रभुंकर किछि दया हला बा निर्देश किछि हला आपन को कंठरे विजय होंतु किबा प्रभुंक जो जे नरसिंह देव जी अछंती राजा ताको कंठरे होंतु किबा प्रभु निजे किछि एक कार्यक्रम करथिबार आज हम पहुंचिले एवं कार्यक्रम मध्ये चलीछि अच्छा अन्य जो स्थान को टिके जिबा ए तो देखिले गादी गला आ टिके आगु को जिबा देखिया आ कोन कोन कार्यक्रम सब रहिछि जो आपण ए स्थान रे आपण एते दिन हेला रहिलेनी क्षेत्र रे तो निश्चित किछि अनुभूति एवं आ किछि अलौकिक दृश्य मान हेतिबो आपण से कहली सेही अलौकिक शब्दटा सत्य कथा कहली बरा जे मो पिला दिने मु तांकर सेही गोटा बारांडा अछि से सुए से बारांडा रे सोइला बेला राती ठीक 2टा 2:30 बेलगु गोटा लाइट आसीबो हमर गिरधारी मठरु एडा अनंत गादी कतुर हेई ए उआस रे आसीकरी जीवकुडी हमर जो गरासुनी ठाकुराणी जो हमर ठाकुराणी ग्राम देवती सेटु हेई के आसला परे उआस रे लीन होई जाय एटा मु पिला दिने मु देखितली सुनुथिबे जो भाइना कहउछंती जेहेतु एठी प्रथम रु रहचंती पिला बेळु रहचंती जेतले गिरिधारी कोट जो अछि सेटा जानथिबे गिरिधारी कोट रु एक दिव्य ज्योति आसे एठी एई क्षेत्र को आसे एई क्षेत्र रु मा अछंती ग्राम देवती सेई क्षेत्र जाय पुन रिटर्न आसे एई क्षेत्र रे लीन होई जाय प्रतिदिन अच्छा आम पाखे अच्छा पूजक आपण परिचय टे दियो नाटा कहतु आज्ञा मो ना प्रमोद मिश्र टिके हम कैमरा सामने को नहीं कहतु अच्छा कौन कहबे आपण एते दिन धरि केते दिन हेणी पूजा चरा करतु 10-12 वर्ष 10-12 वर्ष हेणी अच्छा जो 12 वर्ष भितरे आपण कोन अनुभूति सब साउंचंती बहुत प्रकार अनुभूति देखिबा को मिलुची हठात हठात लोक आसीबे हठात हठात कार्यक्रम मान सब हुए एथरो ये सब अलौकिक दृश्य अच्छा नहीं से तो गोटा साधारण कथा भलिया रहला ओदा हठात आसी आउ से दिव्य चेतना भलिया बा दिव्य शक्ति रो किछि सेमति से बाबत टी कोन भक्त आसीबा ए स्वाभाविक कि से हठात आसी सेटा ठीक अछि मतलब हमर कहयर अर्थ जो ठाकुरंकर पूजा करचंदी ठाकुरंकर किछि स्वप्न हो किबा डायरेक्ट दृश्य मान हो से भलिया जिंस किछि आपन जहा हुए बाबा को हुए नहीं हमें पूजक हिसाब रे हां मु से पूजक हिसाब रे से जो राजा अछंती ताकू तो हुए पर कथा आपण कथा कोन हमें आ से एते जंका जाइना अच्छा आउ जा लागे आपण ठीक ठाक पूजा कार्यक्रम किछि अनुभव निश्चित हो सब कथाटा अलौकिक कथा भलिया लागे जत्ते कथा एठी प्रोग्राम हुए सब अलौकिक कथा भलिया लागे आम पाखरे जोड़ी हिचंती बाबू ये अछंती राजांकर पुओ सान पुओ बोले कहले अतुजन पापन भाई कहले से तांको अनुभूति टे कोन जेहेतु आपण तांकर पुओ ए क्षेत्र जानि माने अधिष्ठा कहले अतिथि बन कारण ए क्षेत्र बाबद रे आपण टे कहंतु जेहेतु हम प्रथम करी हम चैनल माध्यम संधान प्लस मालिका संधान माध्यम आज आसु हुए तो प्रभुंकर किछि निर्देश हेइ ताई पारे कारण आमे केबे भी आसी नथलु आउ भी आमे देखिछु कोन चैनल जो यूट्यूब माध्यम अछि केही करनाती प्रथम करी बोधे हुए प्रभुंकर कोन दया हिची आसु ते कहंतु ए क्षेत्र बाबद रे टिके आगे तो अनंत गादिका में छुआ बेले देखु आज्ञा छुआ बेले देखला परे अनंत गादी प्रतिष्ठा पर ठारो आज्ञा
ଷୋଳ ମଣ୍ଡଳରୁ ଦେଶ ବିଦେଶରୁ ନାନା ପ୍ରକାର ଲୋକ ଅନନ୍ତ ଗାଦିକି ଆସୁଛନ୍ତି। ଆଜ୍ଞା 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 ଅନନ୍ତ ଗାଦିକୁ ଆସୁଛନ୍ତି। ଅନନ୍ତ ଗାଦି ଗହଣ ଦଳ ମାଧ୍ୟମରେ ଆଜ୍ଞା ଆମେ ଶୁଣୁଛୁ ଏ ସବୁ ଯୁଗରେ ଅନନ୍ତ ଗାଦି ଥିଲା। ଆଜ୍ଞା ଏ ଯୁଗରେ ବି ସେ ଅନନ୍ତ ଗାଦି ପୂଜା ପାଉଛି। 3 ଯୁଗ ପାରି ହେଇଗଲା ଯୁଗରେ ଥିଲା ବୋଲି ଆଜ୍ଞା ଆଜ୍ଞା ସତ୍ୟ ତ୍ରେତା ଦ୍ୱାପର ହଁ ତାପରେ କଳିକି ତାପରେ ଯୋଉ କଳ୍କି କଥା କହୁଛନ୍ତି ଆଜ୍ଞା ଆଜ୍ଞା ସେ କଳ୍କି କଥା ବିଷୟରେ ତ ଆମେ ଆଉ କଣ କହିବୁ। କଳ୍କି ତ ଜନ୍ମ ହେବେ ସମସ୍ତେ ମିଡିଆ ମାଧ୍ୟମରେ ସମସ୍ତେ ସବୁ ପ୍ରକାର କଥା କହୁଛନ୍ତି। ଆଜ୍ଞା କିନ୍ତୁ କଳ୍କି ଠାଇଁ ଆମର କାମ କଣ? ଆଜ୍ଞା ଆମେ କଳ୍କିକି ଖୋଜିବାକୁ କିଏ? କଳ୍କି ସାଙ୍ଗରେ ଜନ୍ମ ହେଇଛନ୍ତି। କଳ୍କି ଜନ୍ମ ହେଇଛନ୍ତି। କଳ୍କିଙ୍କର ଯାହା ଯାହା ସବୁ ଅଛି କାର୍ଯ୍ୟକ୍ରମ ଅଛି ତାଙ୍କ ବାଟରେ କରିବେ। ଆଜ୍ଞା ଆଜ୍ଞା ଆମେ ଆମ ବାଟରେ ଆମେ ଆମର କେମିତି ଆମ ଜୀବନ ଠିକ ଲାଇନରେ ରହିବ ଆମେ ସତ୍ୟ ପଛରେ ରହିବୁ। ଆଜ୍ଞା ସତ୍ୟକୁ ଅନୁସରଣ କରି ଆଗକୁ ଚାଲିବୁ। ପିତାମାତାଙ୍କର ଆଶୀର୍ବାଦ ବା ଗୁରୁ ଗୁରୁଜନଙ୍କର ଆଶୀର୍ବାଦ ତାରି ଉପରେ ଆମେ ସେତିକି ବାଟ ଗତି କରୁଥିବା ସେତିକି ବାଟରେ ରହିବାକୁ ଚାହୁଁ। ଯେହେତୁ ଆମର ଏଠି ଅନନ୍ତ ଗାଦିଟି ଅଛି ଏମିତି ସବୁ ଜାଗାରୁ ସବୁ ସମୟରେ ସାଧୁ ସନ୍ଥ ଭକ୍ତମାନେ ସବୁ ଏଠିକି ଆସୁଛନ୍ତି। ଆମେ ସେଇଆ ଅନୁଭବ କରୁଛୁ ଯେ ଅନନ୍ତ ଗାଦି ଏଠି ଅଛି ବୋଲି ଆଉ ସେମାନେ ଆସୁଛନ୍ତି ଆଉ। ଆଚ୍ଛା ଆଉ ଗୋଟେ କଥା କହିବେ କି ଯଦି ଏଇ କ୍ଷେତ୍ରକୁ ତ ଆପଣ କହୁଛନ୍ତି ପିଲା ବେଳୁ ପ୍ରାୟ 30-40 ବର୍ଷର ପାଖାପାଖି ହବ ଭାବୁଛି ବୋଧହୁଏ ନା ହଁ ତ ସେଇଆ ହବ। ତ ଆମର ବିଶେଷ କରି ଆପଣଙ୍କର ଯୋଉ ଆସନ୍ତି ଭକ୍ତ ମାନେ ଯୋଉ ଆସନ୍ତି କୋଉ ଅଞ୍ଚଳର ଅଧିକାଂଶ ଆସିଥାନ୍ତି ସେଟା ଟିକେ ପ୍ରତ୍ୟେକ ଅଞ୍ଚଳ 16 ମଣ୍ଡଳରେ ବିଭକ୍ତ କରାଯାଇଛି। ଆଜ୍ଞା ସାରା ଓଡିଶାର ଲୋକମାନଙ୍କୁ 16 ମଣ୍ଡଳରେ ବିନା ନିମନ୍ତ୍ରଣେ ଆସି ପହଞ୍ଚିବେ। ଆଜ୍ଞା ଯୋଉ 16 ମଣ୍ଡଳରେ ବିଭକ୍ତ କରାଯାଇଛି 16 ମଣ୍ଡଳରେ 16 ଜଣ ସଭାପତି ରହିଛନ୍ତି। ଆଜ୍ଞା ସେ 16 ମଣ୍ଡଳ ସଭାପତିଙ୍କ ଭିତରେ ଆଉ ଜଣେ ମୁଖ୍ୟ ସଭାପତି ରହିଛନ୍ତି। ତାଙ୍କୁ 16 ମଣ୍ଡଳର ସଭାପତି କହୁଛନ୍ତି। ଆଜ୍ଞା ଆମର ସେଇ ମାଧ୍ୟମରେ ଅନନ୍ତ ଗାଦି ସବୁବେଳ ପାଇଁ ସଦାସର୍ବଦା 16 ମଣ୍ଡଳରୁ ସବୁ ଲୋକ ଆସୁଛନ୍ତି। ଆଉ କୋଉ ମଣ୍ଡଳରୁ ଅଧିକ ଲୋକ ଆଉଛନ୍ତି କୋଉ ମଣ୍ଡଳରୁ କମ ଲୋକ ଆଉଛନ୍ତି ସେଇଟା କଣ ଆମେ କହିପାରିବୁ? ତଥାପି ସମସ୍ତେ ଆସନ୍ତି ପ୍ରାୟତଃ ଏଠିକି ଆସନ୍ତି ଏବଂ ତାଙ୍କର ଯୋଉ ଭକ୍ତି ଭାବ ବା ତାଙ୍କର ଏଠିକି ଆସିକି ଆଉ ଯୋଉ କଥାରେ ଯୋଉ ଅନନ୍ତ ଗାଦି ବିଷୟରେ ସେ ଗୋଟେ ଜାଗାରେ ଲେଖୁଛନ୍ତି ଅନନ୍ତଙ୍କ କଥା ଅନନ୍ତ ଜାଣନ୍ତି। ତାଙ୍କ କଥା ତ ସିଏ ଜାଣିଛନ୍ତି ଆମେ କେମିତି ଜାଣିପାରିବୁ? ଆମେ ସାଧାରଣ ମଣିଷ। ଆଜ୍ଞା 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 ଆମେ ଅନନ୍ତଙ୍କ କଥା କଣ କହିପାରିବୁ? ଯାହାର ଅନ୍ତ ନାହିଁ ଆଦି ଅନ୍ତ ନାହିଁ ଆଦି ନାହିଁ କି ଅନ୍ତ ନାହିଁ ସେ ହିଁ ଜାଣିଛନ୍ତି। ସେ ସବୁ ଜିନିଷ ସେ ହିଁ କରନ୍ତି। ଆମେ ନିମିତ୍ତ ମାତ୍ର ଆଚ୍ଛା ଆଉ ଗୋଟେ କଥା କହିବେ କି ଯେହେତୁ ଏଠି ଯୋଉ ଆସୁଛନ୍ତି ଯୋଉ ଅନ୍ୟ ସାଧୁ ସନ୍ଥ ଆସୁଛନ୍ତି କି ଯୋଉ ସେମାନେ ଯୋଉ ଆସିକି ଏଠି ପହଞ୍ଚିଲା ପରେ ଏଠି କିଛି ମନ୍ତବ୍ୟ ବା ତାଙ୍କର କଣ ରହୁଛି? ଯାକେ ବିଦ୍ୟା ତାକେ ସାର। ଆଜ୍ଞା 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 ଯୋଉ ବିଦ୍ୟାରେ ଯିଏ ପାରଙ୍ଗମ କରିଛନ୍ତି ସେ ବିଦ୍ୟାରେ ସେ ତାଙ୍କର କଥା କହିବେ। ଏ ଗହଣ ଦଳର ମୁଖ୍ୟ ଜିନିଷ ହଉଛି କଣ ନା ପବନ। ଆଜ୍ଞା ସେ ପବନ ଉପରେ ଏମାନେ ସବୁ ରିସର୍ଚ୍ଚ କରୁଛନ୍ତି ବା ପବନ ଉପରେ ଇଏ କରୁଛନ୍ତି। ଶୂନ୍ୟବାସୀ ଏଇ ଶୂନ୍ୟକୁ ସେମାନେ ଇଏ କରୁଛନ୍ତି ଆୟତ କରିବାକୁ ଚେଷ୍ଟା ତା ବିଷୟରେ ଯିଏ ଜାଣିଥିବ ସିନା ସେ ଜଣକୁ ପ୍ରଶ୍ନ କରିବ ଏ ଶୂନ୍ୟଟା କଣ ବୋଲି। ଆଜ୍ଞା ଆଜ୍ଞା ଆଉ ସେ ବିଷୟରେ ଯୋଉ ଲୋକ ଜାଣିନଥିବ ପ୍ରଶ୍ନ କଣ ପ୍ରଶ୍ନ କରିବ? ଆଜ୍ଞା ଆଜ୍ଞା ଆଉ ଏଇଟା ସମ୍ପୂର୍ଣ୍ଣ ଭିନ୍ନ ଯେ ଆଧ୍ୟାତ୍ମିକ ଆଉ ଏଇ ଯୋଉ ମାଳିକା ଇଏ ଏକ ଜିନିଷ ନୁହେଁ। ବୁଝିପାରୁଛ? ଇଏ ହଉଛି ମାନେ ମୁଁ ଆପଣଙ୍କୁ ସେଇ କଥା କହିଲି ଯେ ଆମେ 5 ଜଣ ମହାପୁରୁଷଙ୍କୁ ଜାଣୁଛୁ। 5 ଜଣଙ୍କର କାର୍ଯ୍ୟକ୍ରମ ବିଷୟରେ ଆମେ ବହିପତ୍ରରେ ପଢୁଛୁ। ପଞ୍ଚସଖାଙ୍କ କଥା କହୁ। ଅଗମ୍ୟ ଭାବ ଜାଣେ ଯଶବନ୍ତ ଗାରକଟା ମନ୍ତ୍ର ଜାଣେ ଅନନ୍ତ ଆଗତ ନାଗତ ଅଚ୍ୟୁତ ଭଣେ। ଆଜ୍ଞା ଏଇ ଯୋଉ ଆଗତ ନାଗତ ଅଚ୍ୟୁତ ଭଣ ସେଇ ଜିନିଷଟାକୁ ଏମାନେ କଣ କରୁଛନ୍ତି ନା 1999 ମସିହା ପରେ ସେଟା ଗୋଟେ ମାଳିକା କହି ବହୁଳ ଭାବରେ ପ୍ରଚାର ପ୍ରସାର କରିକି ନାନା ପ୍ରକାର ଲୋକମାନଙ୍କୁ କଥା କହୁଛନ୍ତି। ସେଟା କେତେ ଦୂର ସତ୍ୟ କେତେ ଦୂର ମିଥ୍ୟା ମୁଁ ଯେମିତି ଜାଣିଛି ସମସ୍ତେ ସେମିତି ସମସ୍ତେ ଜାଣିଛନ୍ତି। ଆଚ୍ଛା କିନ୍ତୁ ଏଇ ଯୋଉ ଅନନ୍ତ ଗାଦି କଥା କହୁଛନ୍ତି ଆ ଭିତରେ ସେମିତି କୌଣସି ଜିନିଷ ନାହିଁ। ଏଇ ଯୋଉ ମାଳିକାରେ ଏଇଆ ଲେଖା ହେଇଛି ସେଇଆ ଲେଖା ହେଇଛି ଇଏ ଲେଖା ହେଇଛି ସେ ଲେଖା ହେଇଛି ଆମେ ଜାଣିଛେ ଯେ ଏଇ ଗହଣ ଦଳ ଆମେ ଜାଣିଛେ ଆପଣଙ୍କର ଦଳ ଯିଏ ମୁଖ୍ୟ ବାପା ଅଛନ୍ତି ରାଜା ଗହଣ ଦଳ ବିଷୟରେ ମୁଁ ଯେତେବେଳେ ମେଳାରେ ବସେ ମେଳାରେ ଗୋଟେ କଥା କୁହନ୍ତି ଯେ ମୁଁ ହିଁ ରହିଥିବି ଗହଣ ଦଳେ ଲୀଳା କରୁଥିବି 16 ମଣ୍ଡଳେ। ଆଜ୍ଞା ନିଶ୍ଚିନ୍ତ ଆମ ମନ ଭିତରେ ଭାବନା ଯେ ଏ ଗହଣ ଦଳରେ ସେ ଯୋଉ ପ୍ରଭୁଙ୍କ କଥା କହୁଛନ୍ତି ସେ ଦିନେ ନା ଦିନେ ଆସିବେ। ଯେହେତୁ ଆମେ ଆମର ବାପା ଅଜା
ସମସ୍ତଙ୍କର ଚାଲିଚଳନ ଆଚାର ବ୍ୟବହାର ସବୁ ଜିନିଷକୁ ପ୍ରଣାଳୀକୁ ଆମେ ମୁଣ୍ଡ ଭିତରେ ମନ ଭିତରେ ସିଦ୍ଧ କରି ଆଗକୁ ଆମ ଜୀବନ ଚର୍ଚ୍ଚା କରୁଛେ। ସେମିତି ଯେହେତୁ ଆମେ ଗୋଟେ ଆଧ୍ୟାତ୍ମିକ କ୍ଷେତ୍ରରେ ଆସରରେ ଯାଇ ପାଲ ଦେହରେ ବସିକିନି କିଛି ସମୟ ଶୁଣୁଛେ, ନିଶ୍ଚିନ୍ତ ଆମେ ଅନୁଭବ କରୁଛୁ ଯେ ଏଇ ଯୋଉ ପ୍ରଭୁ ବୋଲି ଯୋଉ କହୁଛନ୍ତି ଏଇ ସମୟରେ ନିଶ୍ଚିନ୍ତ ଆଜି ନହେଲେ କାଲି ସକାଳେ ନିଶ୍ଚିନ୍ତ ଗହଣ ଦଳରେ ସେ ଆସିବେ। ସେଥିପାଇଁ ଆମେ ଗହଣ ଦଳକୁ ଆଶ୍ରା କରି ଆଜି ପର୍ଯ୍ୟନ୍ତ ଚାଲିଛୁ, ଆଗକୁ ଚାଲିବୁ। ବଡ କଥା ଭାଇ ଆମର ଖୁଲାସା କଲେ ତପନ ଭାଇ ଯିଏ ରଜାଙ୍କ ପୁଅ, ଯେହେତୁ ନିଜେ କହିଛନ୍ତି ଗହଣ ଦଳରେ ମୁଁ ନିଜେ ଖେଳୁଥିବି ବା ତାଙ୍କ ଖେଳ ରହିଥିବି ଗହଣ ଦଳେ ଲୀଳା କରୁଥିବି 16 ମଣ୍ଡଳ। ଆଚ୍ଛା, ସେ ଯୋଉ କହୁଛନ୍ତି ପଦଟି ଆପଣ ଜାଣିପାରୁଥିବେ ସେଇ ମାନେ କହିବାର ଅର୍ଥ ଯେ ସେ 16 ମଣ୍ଡଳ ଭିତରେ ମଧ୍ୟ ସେ ନିଜେ ରହିକି ଲୀଳା କରିବେ। ସେ ହୁଏତ ଏବେ ହେଇପାରିଥାଏ କିମ୍ବା ଆଗକୁ, ସେ ବି କ୍ଲିୟର କହୁନାହାନ୍ତି। ତ ନିଶ୍ଚିତ ଭାବରେ ଜାଣିଥିବେ କାହାକୁ ଇଣ୍ଡିକେଟ କରାଯାଉଛି ଯେ ପ୍ରଭୁ ଯେ କଳ୍କି ଅବତାର ତାକୁ ହିଁ କରାଯାଉଛି, ଯେ କଳ୍କି ନିଜେ ଯେତେବେଳେ ପରିଶେଷରେ କଳ୍କିଙ୍କର ଅବତାର ହବ, କଳ୍କିଙ୍କର ଯୋଉ କାର୍ଯ୍ୟକ୍ରମ ରହିଛି ସେଇ କଥା ବୋଧ ହୁଏ ହେଇଛି। ଆଉ ଗୋଟେ କଥା କୁହାଯାଏ ଆପଣଙ୍କର ଗହଣ ଦଳ, ଏଇ ଗହଣ ଦଳ ପ୍ରତ୍ୟେକ କ୍ଷେତ୍ର ଯୋଉଗୁଡା ପର୍ଟିକୁଲାର ମାଳିକା ବର୍ଣ୍ଣିତ କ୍ଷେତ୍ରରେ ଯାଇକି ତାଙ୍କର ଯୋଉ କାର୍ଯ୍ୟକ୍ରମ ଏଟା ସୁଚାରୁ ରୂପେ ତୁଲାନ୍ତୁ। ସେ ନିହାତି କିଛି ପ୍ରଭୁଙ୍କର ନିର୍ଦ୍ଦେଶ ଥାଇପାରେ। ଆମେ ଅନେକ ଜାଗା ଦେଖିଛୁ ଯେ ଗହଣ ଦଳ ଆସିଥିଲେ, ବହୁତ ଗ୍ରନ୍ଥାବଳୀ ବହୁତ ବଡ ବଡ ଉପନିଷଦ ବା ଭାଗବତରେ ଯୋଉ ଯୋଉ ସିଦ୍ଧ ପୀଠକୁ ସବୁ ମୁଖ୍ୟ ବୋଲି ରଖାଯାଇଛି, ସେ ସବୁ ସ୍ଥାନକୁ ଗହଣ ଦଳ ଯାଇ ମେଳା କରେ। ମେଳା କଲା ଭିତରେ ଏକାକ୍ଷର ତତ୍ଵ ଏ ସଂସାର ଜୀବନର ଚର୍ଚ୍ଚା କିପରି ସୁନ୍ଦର ଭାବରେ ଆଗକୁ ଆଧ୍ୟାତ୍ମିକ କ୍ଷେତ୍ରରେ ଆଗକୁ ଚାଲିବ, ଜୀବନଟି କେମିତି ଠିକ ଜାଗାରୁ ଯାଇ ଠିକ ଜାଗାରେ ପହଞ୍ଚିବ, ଏଇ ବିଷୟରେ ସେଠି କୁହାଯାଏ। ସେଠି ମାଳିକା ବିଷୟରେ କୌଣସି କୁହାଯାଏ ନା, କୋଉ ଠାକୁର କୋଉଠି ଜନ୍ମ ହେବେ, କୋଉ ପଣ୍ଡିତ କୋଉଠି ଜନ୍ମ ହେବେ, ସେ ବିଷୟରେ ଆଲୋଚନା ହୁଏ ନାହିଁ। ସେଥିପାଇଁ ଗହଣ ଦଳର ସ୍ରଷ୍ଟା ଯିଏ ସେ କହିଛନ୍ତି ପବନର ଗତି କିଏ ସେ ଜାଣିଛ, ଆସ ତୁମ୍ଭେ ମୋର ପାଶ। ନାନା ବେଦ ପଢି ଧର୍ମ ବୁଝାଇଲେ ନ ମିଳନ୍ତି ଋଷିକେଶ। ସେଥିପାଇଁ ଏଇ ଯୋଉ ପୂର୍ବରୁ ରାମ ଆସିଥିଲେ, କୃଷ୍ଣ ଆସିଥିଲେ, ହରି ଆସିଥିଲେ, ନକୁଳ ଆସିଥିଲେ, ସେ ବିଷୟରେ କିଛି ନ କହି ଏ ଜୀବନଟି କେମିତି ପବନ ମାର୍ଗରେ ଆଗକୁ ଚାଲିବ ସେଇ ବିଷୟରେ ସେ ବାର୍ତ୍ତା ଦିଅନ୍ତି। ଶୂନ୍ୟ ଜିନିଷ ବିଷୟରେ ସେ କୁହନ୍ତି। ସେଥିପାଇଁ ଆମେ ସେ ଜିନିଷଟାକୁ ଠିକ ଭାବରେ। ଏଇ ଯୋଉ ଗହଣ ଦଳ ଆପଣ ମାନେ ଯୋଉ ଯାଆନ୍ତି ସେଠି ପ୍ରଭୁ କିଛି ନିର୍ଦ୍ଦେଶ ଦିଅନ୍ତି ପର୍ଟିକୁଲାର ଯୋଉ ପଏଣ୍ଟ କୁ ଯାଆନ୍ତି ବା କ୍ଷେତ୍ରକୁ ଯୋଉ ଯାଆନ୍ତି, ଯେ ଏଇ ମାଳିକା କ୍ଷେତ୍ର ସେଟା କେମିତି କଣ ଆପଣ ଜାଣନ୍ତି? ପ୍ରତିଟି ମେଳାରେ ଗୋଟେ ପତ୍ରିକା ବାହାରେ। ସେ ପତ୍ରିକାର ହେଡଲାଇନ ରେ ଏକାକ୍ଷର ମେଳା, ବ୍ରହ୍ମ ଏକାକ୍ଷର ମେଳା, ବିନ୍ଦୁ ଦର୍ଶନ ମେଳା, ଶୂନ୍ୟ ପୁରୁଷ ମେଳା, ସନାତନ ଧର୍ମ ମହାସଭା, ଏମିତି ନାନାଦି ପ୍ରକାର ନାନାଦି ଜିନିଷ ସବୁ ଲେଖା ହେଇଥାଏ। ଆମେ ତା ପୂର୍ବରୁ ପତ୍ରିକାଟା ଯେତେବେଳେ ଦେଖିଦଉ ଆମେ ଜାଣିଦଉ ଯେ ଏ ମେଳାରେ ଆଜି ଏଇ ବିଷୟରେ ଆଲୋଚନା ହବ। ସେଇଆକୁ ଆମେ ମୁଣ୍ଡ ଭିତରେ ସ୍ଥିର କରି ଯାଇ ପହଞ୍ଚିକିନି ଆଉ ସେ ବିଷୟରେ ଶୁଣୁ। ଏଇଆ ହଉଛି କଥା। ଆମେ ବି ଦେଖିଛେ ପ୍ରତ୍ୟେକ ସ୍ଥାନକୁ ଆପଣ ଯାଇଛନ୍ତି, ସେ ଯୋଉ ସ୍ଥାନର ଏଇ ସହିତ ଏ ବା କ୍ଷେତ୍ରର କିଛି ସମ୍ପର୍କ ଥାଏ କି? ଯୋଉ କଣ ସେଇ ସମ୍ପର୍କଟା କି କୁହନ୍ତୁ ଆଜ୍ଞା। ଆପଣ ଗୋଟେ ପଦ କହିଥିଲି ପୁରା, କୃଷ୍ଣ ଭାବ ରସ ନୁହେଁ ବେଦ ବ୍ୟାସ, ପୂର୍ବୁ ଯାର ବାସନା ଥିବ, ତାର ତାକୁ ଦୟା ଝଳି ଦିଶେ ଯାଏ, ନିଶ୍ଚୟ ବାସନା ବାସିବ। ସେ ସମ୍ପର୍କ ନଥିଲେ ଆମେ ସେଠିକି ଯାଇଥାନ୍ତୁ। ଗୋଟେ କିଛି ସମ୍ପର୍କ ଅଛି, ନହେଲେ ଆମର ଯିଏ ଗହଣ ଦଳର ଅଛନ୍ତି ପୂଜ୍ୟ ରାଜା ନରସିଂହ ଦେବ, ସେ କୁଆଡେ ତ ଯାଉନାହାନ୍ତି, ବୁଲୁନାହାନ୍ତି, ଘରେ ଘରେ ବୁଲୁଛନ୍ତି କି? ସେ ଗୋଟାଏ ଜାଗାରେ ବସିକି ସବୁଆଡେ ମେଳା କିଣି ପକେଇ ଦଉଛନ୍ତି। ସେ ତାଙ୍କର ଗୋଟେ କିଛି ସେ ଜାଣିଛନ୍ତି, ଦୂରଦୃଷ୍ଟି ଅଛି, ସେ ଜାଣିଛନ୍ତି ଏଇ ଜାଗାରେ ମେଳାଟା ପଡିବ। ସେ ପତ୍ରିକା ଦେଖିକି ଲୋକ ପଳେଇ ଯାଉଛନ୍ତି ନିଜ ଖର୍ଚ୍ଚରେ, ତାଙ୍କୁ ପଇସା ଦବାକୁ ଆମେ ତ ପଇସା ଦଉନୁ, ସେ ତାଙ୍କ ନିଜ ଖର୍ଚ୍ଚରେ ଯାଉଛନ୍ତି, ନିଜ ଖର୍ଚ୍ଚରେ ପଳେଇ ଯାଉଛନ୍ତି। ସେଇଥିରୁ ଚିନ୍ତା କରିବା ଦରକାର ଯେ ଆମର ସେ ଲେଖାର କୋଉ ଦାମ। ଜଣେ ଯଦି ଲେଖି ଦଉଛି ଏତେ ଲୋକ ଆଉଛନ୍ତି, ସେଠି କହିବ କେତେ ଲୋକ ନହେବେ। ଯଦି କହିବା କି କଳ୍କିଙ୍କର ଯୋଉ ଏଠି କାର୍ଯ୍ୟକ୍ରମ ଯୋଉ ଗହଣ ଦଳରେ ରହିକି ହବ, ବୋଧ ହୁଏ ଏବେ ଚାଲିଲାଣି ନା ସେ ଅନୁଭବ? ଚାଲିଲାଣି, ସେ ଅନୁଭବ ହେଇଛି। ସମସ୍ତେ କଣ ସେଟା ବିଶ୍ୱାସ କରିବେ? ବିଶ୍ୱାସ କରୁନାହାନ୍ତି କି କରିବେ ନାହିଁ, ଅବିକା କରିବେ ନାହିଁ। ଆପଣ ମୋଟାମୋଟି କହିବାର ଅର୍ଥ କଳ୍କିଙ୍କର ଲୀଳା ଚାଲିଛି। ଶୁଣୁଥିଲେ ଯେ କହୁଥିଲେ ଆପଣ ପରିଚୟ ଟିକେ, ନୀଳମଣି ମହାରଣା ଯିଏ ଅଛନ୍ତି, କଳ୍କି ଯୋଉଟା ଲେଖିଥିଲେ ଗହଣ ଦଳରେ ମୁଁ ରହିକି ଲୀଳା କରିବି ବା ତା କାର୍ଯ୍ୟକ୍ରମ କରିବି,
से काम कल्किंकर कार्यक्रम जहाँ चली आम जो कल्की जो फोकस रही सारा विश्व रे सारा ओडिशा हो सारा भारत हो एवं कल्किकर लीलाखा पर चलती आमर संधान प्लस मालिका संधान एवं तार कल्किक खोज रे एवं आगे चलचु प्रभु दयार आशीर्वाद चली तबे ये प्रथम करी आम भी ये क्षेत्र को केवे आसी नथु आज प्रथम करी हुए तो आसु प्रभु निर्देश हो पारि था दया हो पारि था तो जहाँ भी हो आम आसु जो गहन दल जो रजा अच्छा कार्यक्रम कर प्राय विभिन्न स्थान को मालिका प्लॉट जो व्यवहार क्षेत्र से क्षेत्र को जाऊँ से क्षेत्र में जो कार्यक्रम रास सेटा कहती ना कौन सब किसी चली आगुक आम आउ कहवा कि आउ कौन कौन कार्यक्रम सब चलो विभिन्न प्रकार कार्यक्रम अच्छी सी जहाँ उपरू निर्देश निर्देश जहाँ हम से अनुसार हम निर्देश माने किसी शून्य हाँ सी गिरिकोट निर्देश सब किसी गिरिधारी कोर्ट अच्छा ये आपन जानी हेड ऑफ डिपार्टमेंट हो गिरिधारी कोर्ट माने सी निर्देश रे आपण पाखु आसले आपण कार्यकारी करंती से कहिसेंती राई रत्नपुर 16 मठ सार सेपरा चक्र बांटिबे आंभ रत्न बट प्रकट होइबो बटे चिराला बांधिबे राई रत्नपुर जी मेन लोक सी गिरिधारी जी ताको आज्ञा सब किछि हबो से गिरिधारी मध्ये कोर्ट ओटा हबो हां से कथा टिके से कोर्ट विचार अछि हबो रत्न जोड़ी हे से होती प्रथम सेटू स्टार्ट हला पर समय आइले सब हबो हम कोन पटकी रही छै अच्छा आउ कोन कोन एठी कार्यक्रम आउ हमर एठी वर्ष को गोटा प्रोग्राम होउची नाम यज्ञ होउची प्रति वर्ष बड़ धरण हां बड़ धरण लोक तथा भी 2 लाख 2.5 लाख लोक गैदरिंग रहउछथि 4-5 लाख खंड लोक आसंती अच्छा सारा गैदरिंग हां सारा ओडिसा हां सेटा गोटा फंक्शन प्रति वर्ष हुए तापरे हमर अनंत गादी जो 25टा उत्सवटा प्रति वर्ष सेटा हुए एमती कि जा जते प्रोग्राम ऑर्डर आसे सेते हुए पापन भाई आउ टिके कहतु जेहेतु आपण जो तत्व कथा कहउछन बा शून्य कथा जोटा पवन को आयत करले केमती कोन से बाबद रे टिके कहतु एवं ए क्षेत्र ऊपर पर्टिकुलर कहतु ए क्षेत्र रो कार्यक्रम के जो आरंभ तो हेची आगु चलीची तारि भीतर सब कोन कोन रे आखला चल सारा पृथ्वी जेते मठवाड़ी अछि आ भीतर ए पंचसखा माने 16टा मठ को श्रेष्ठ करिसन आज्ञा से 16टा मठ भीतर श्रेष्ठ मठ होती गिरिधारी मठ आज्ञा गिरी कोट कोट जार मुख्य ठाकुराणी होती राधा अच्छा राधा कचेरी बोली ताको कहा जाए तार मुख्य ठाकुर होती मुख्य लोक होती गिरिधारी कृष्ण बोली कहते आज्ञा जो गिरी गोवर्धन को टेकिकी रखी धरी कृष्ण से जगार स्थानटा हूँ से गिरिकोट से गिरिधारी कोट भितर निजे गिरिधारी रही संसार टाको चलाउछन्ति अच्छा से हेउछन्ति 21 पुर नवखंड मेदिनी सप्तदीपा महिर से होउछन्ति ठाकुर हमें गोटा ही पुर विषय जानि हमें 21 पुर नवखंड मेदिनी सप्तदीपा मही तार होउछन्ति से होउछन्ति राजा मालिक ये ना से होउछन्ति स्वयं जगन्नाथ अच्छा से जगन्नाथ जी से गिरिकोटर वासी आज्ञा गिरिकोट आउ से गिरिधारी मठ रे रही सारा संसार को चलाउछन्ति अच्छा खाली कहब कि आपण जे बापा बा जो नरसिंह राजा जी अच्छा नरसिंह देव ताकू कहते जे भाईना कहते जे गिरिधारी रु आसे निर्देश ताको पाखु निश्चित आसे से बाबत ठीक तो बोली से कोन कहउछन हां तो बोली कहउछन जापागु आसी से कोन कहियो नहीं से कहिबे नहीं किंतु आसिला पर आपण कोन से जानि छी हां आपण ठीक से जो दादा कहउछन आज्ञा हमें जेतोले छुआ छुआ हेतलो सिए जेतोले छुआ हेतलो सेति दिन ठारू से मो बापा सहित बुलुछन सेना निश्चित मो ठारू से अधिक जानि आपण तो हेतले जन्म ही आउ सेति निश्चित से मो अधिक एक्सपीरियंस में आउ बहुत सिद्ध साधु सहित भी भेट होती संपर्क अच्छी चली संसार मुख्यतः गिरिधारी कोर्ट रु जहाँ निर्देश आसे सेठू आसिला परे सारा जो ओडिशा ओडिशा बाहर कार्यक्रम मंडल सब से गिरिधारी आज्ञा गिरिधारी आज्ञा को आमे माने प्रचार प्रसार करू प्रचार प्रसार करने द्वारा से जगार समस्त एकत्रित होई ये जीव किपरि उद्धार पाइब मुक्ति पाइब
ସେଇ ରାସ୍ତା ଏ ଗହଣ ଦଳ ଶିଖାଏ। ତା ପ୍ରୟାସଟା ଜାରି ରଖିଛି। ବାସ୍ ବାସ୍। ଜୀବମୁକ୍ତିର ରାସ୍ତା ତାରି ଭିତରେ ବି ବଡ କଥା କହିଲେ କି ଆପଣ ଯେ ଗହଣ ଦଳରେ ରହି ପ୍ରଭୁ ଲୀଳା ଖେଳା କରୁଥିବେ ମାନେ ଜାଣି ପାରୁନଥିବେ। ଭାଇନା ଯୋଉ କହୁଥିଲେ ସେ ବି ବୋଧ ହୁଏ ହେଲା ହେମନ୍ତ ଜନର ପଦେ ଶିର ରଖି ଗହଣରେ ବସାଇବି। ଆଜ୍ଞା ବଳଦେବ ନୃତ୍ୟ କାହ୍ନୁ ପରିଚାର ସତ ସଙ୍ଗେ ମାତିଥିବି। ଆଜ୍ଞା। ତାହେଲେ ମୋଟାମୋଟି କହିବାକୁ ଗଲେ କଳ୍କୀଙ୍କର ଯୋଉ ଖୋଜ ଚାଲିଛି କଳ୍କୀଙ୍କର ବୋଧେ ଆମେ ଯାହା କହିବା ଏଇ ଗହଣ ଦଳରେ ମଧ୍ୟ ସେ ରହି ପରିପ୍ରକାଶ ହେବେ। ପରିପ୍ରକାଶ ହେଇଛନ୍ତି ନା ହେବେ? ମତେ ଖାଲି ସେତିକି ହେବେ 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 ମାନେ ହେଇନି କଳା ପ୍ରକାଶ ହେଇନି। ନାଇଁ ପ୍ରକାଶ ହେଇନାହିଁ ହେବେ କିନ୍ତୁ ସମୟ ଆସିଲେ ହେଇଯିବ ଆଉ। ଏଇ ଗହଣ ଦଳ ନିଶ୍ଚିତ ହେବେ। ନିଶ୍ଚିତ। ଆପଣ ମାନେ ଶୁଣୁଥିଲେ ଆମ ସନ୍ଧାନ ପ୍ଲସ୍ ମାଳିକା ସନ୍ଧାନ ମାଧ୍ୟମରେ ଆମେ ତ କହିଛୁ ପୂର୍ବରୁ ମଧ୍ୟ କହିଛୁ ଆମେ କ୍ଲିୟର କରିଛୁ ଯେ ଆମେ ଗଲୁ ପ୍ରାୟତଃ 4-5ଟି ଜାଗାରେ କଳ୍କୀଙ୍କର ଖୋଜ ବା ଆମେ ସେଇ ଡ୍ରେସରେ ଆମେ ଅଛୁ। କଳ୍କୀଙ୍କର କଥା ଆଜି ହୁଏତ ସେ ଭଗବାନ ବା ପ୍ରଭୁଙ୍କର ଦୟା ହେଇଥାଏ ପରେ ଆମେ ଏଇ ପୀଠକୁ ଆଇଲୁ କାରଣ ଆମର ଲକ୍ଷ୍ୟ ବି ଥିଲା ଏଇ ସ୍ଥାନରେ ଆସି କିଛି କରିବୁ। କାରଣ ଯୋଉ କଳ୍କୀ ଉପରେ ସାରା ବିଶ୍ୱର ନଜର ରହିଛି ପ୍ରକୃତରେ ଆମେ ବି କହୁଛୁ ଆଜିଠାରୁ ବି ଆଗକୁ କହୁଛୁ ପୂର୍ବରୁ ମଧ୍ୟ କହିଥିଲୁ ଯେ ଆମେ ସମସ୍ତ କ୍ଷେତ୍ରରେ ପ୍ରଭୁ ନିଜେ କହିଛନ୍ତି 13 ଭିତରେ ବି ଲାଗିବ କଳି ପ୍ରକୃତ ଯିଏ କଳ୍କୀ ସେ ହିଁ ପରିପ୍ରକାଶ ହେବେ। ତେଣୁ ଆମର ପ୍ରୟାସ ଜାରି ରଖିଛୁ କଣ ଠିକ କଣ ଭୁଲ ଆମେ ବି କହିପାରିବାନି। ବିଚାର କରିବା ଲୋକ ଆପଣ ମାନେ କରନ୍ତୁ ପ୍ରଭୁ ବି ନିଜେ ରଚିତ ହୋଇବେ ପଣ ପଣ। କହୁଛନ୍ତି ଆଜ୍ଞା ଗୋଟେ ଜାଗାରେ ଲେଖୁଛନ୍ତି ଅନାମ ଅନନ୍ତ କଳି ନୁହେଁ ଅନ୍ତ। ଆଜ୍ଞା ଯୋଉ ଅନାମ ଅନନ୍ତ କଳି ନୁହେଁ ଅନ୍ତ ସ୍ୱରୂପ ମହିମା ମେରୁ। ଆଜ୍ଞା ଶୂନ୍ୟ ସଦବେଦ ହେଲା ସୃଷ୍ଟିବେଦ ପ୍ରାପତ ଆତ୍ମା ଅନ୍ତରୁ। ଆଜ୍ଞା ସେଥିପାଇଁ ଏଇ ଯୋଉ ଅନାମ ଯିଏ ସେଇ ହଉଛନ୍ତି ଅନନ୍ତ। ଆଜ୍ଞା ଆଉ ସବୁ ସିଏ ହଉଛନ୍ତି ଶୂନ୍ୟ ଲୋକ। ତା ଭିତରେ ଆମେ ଜନ୍ମ ନେଇକି ତାଙ୍କ ବିଷୟରେ କଣ ବା କହିପାରିବା। ଆଚ୍ଛା ଆଚ୍ଛା କିନ୍ତୁ ଏତିକି ଜିନିଷ ଆପଣ ଯାହା ଦେଖୁଛନ୍ତି ଆମେ ବି ସେଇଆ ଦେଖୁ। ଆଚ୍ଛା ଆପଣ ଯୋଉ ଅନନ୍ତ ଜାତିକି ଦେଖୁଛନ୍ତି ଆମେ ବି ସେଇ ଅନନ୍ତ ଜାତିକି ଦେଖୁଛୁ। କିନ୍ତୁ ଯେତେବେଳେ ସାଧୁ ସନ୍ଥ ଭକ୍ତ ସମସ୍ତେ ଯେତେବେଳେ ଆସେ ଏକଜୁଟ ହେଇକିନି ତାର ମହିମା ବିଷୟରେ ଯେତେବେଳେ ଗୁଣଗାନ କରୁଛନ୍ତି ସେ ବିଷୟରେ ଆମେ ଜାଣୁଛୁ। ଆମେ ବି ଛୁଆବେଳେ କିଛି ଜାଣିନଥିଲୁ ଧୀରେ 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 ଜାଣିଲୁ ଯେ ଅନନ୍ତ ଜାତି କଣ। ଆଉ ନିଜେ ଲେଖୁଛନ୍ତି ଯେ ଏ ଅଞ୍ଚଳ ଭିତରେ ଜମ୍ବୁଦ୍ୱୀପରେ ସେ ଜନ୍ମଗ୍ରହଣ କରିବେ। ଆଚ୍ଛା ଏଇଟା ଦୀପାଞ୍ଚଳ ଜମ୍ବୁଦ୍ୱୀପ ବୋଲେ ଦୀପାଞ୍ଚଳ ଯେହେତୁ କଟକରୁ ପାରାଦୀପଟାକୁ ଜମ୍ବୁଦ୍ୱୀପ କୁହାଯାଏ। ଆଜ୍ଞା ସେଇ ଜମ୍ବୁଦ୍ୱୀପରେ ଇଏ କରିବେ। ତାକୁ ବି ଭୀମ ଭୋଇ ଲେଖିଛନ୍ତି ପୂର୍ବ ଭାଗେ ପଡିଛି ଭୂମି ଜମ୍ବୁଦ୍ୱୀପ ପୂର୍ବ ଭାଗେ ପଡିଛି ଭୂମି। ବହୁତ ଲୋକ ବହୁତ ପ୍ରକାର କଥା ଲେଖିଛନ୍ତି କିନ୍ତୁ 3 ତୁଣ୍ଡରେ ଛେଳି କୁକୁର। ତାର ଅର୍ଥ ହେଉଛି କଣ? ମୁଁ ଦାଦା ଗୋଟେ କଥା କହିଲା ମୋ ଭାଇ ଏଠି ଗୋଟେ କଥା କହିଲା। 3 ତୁଣ୍ଡ ଯେତେବେଳେ ଆପଣଙ୍କୁ କହିଥିଲି ଭଗବାନ ବୋଲି ଅଟୋମେଟିକ ଲୋକ ଗ୍ରହଣ କରୁଛନ୍ତି ଆଜିକାଲି। ହଁ ସେଇ ଗୋଟେ ଭଗବାନ 3 ଜଣ କହିଲେଣି ଆଉ ଯାହା ପୂର୍ବରୁ ଥିଲା ସେଇ ଗୋଟାକ ଆଉ। ସେଥିପାଇଁ ଅନନ୍ତ ଜାତି ବିଷୟରେ ବହୁତ ଜାଗାରେ ବହୁତ ପ୍ରକାର ମହାପୁରୁଷ ମାନେ ସବୁ ଲେଖି ଯାଇଛନ୍ତି। ବୁଝିପାରୁଛନ୍ତି? ସେଥିପାଇଁ ଅନସିକି ରହିବ ଆଉ। ଯେହେତୁ ଆମେ କହିବା କି ଯୋଉ କଳ୍କୀଙ୍କର କଥା ଏଇଠି କୁହାଯାଉଛି ଯେ ପ୍ରଭୁ ଏଇ ସ୍ଥାନରେ ଜମ୍ବୁଦ୍ୱୀପରେ ଜନ୍ମ ଗ୍ରହଣ କରିବେ। ଆମର ପାରାଦୀପ ଠାରୁ କଟକ ପର୍ଯ୍ୟନ୍ତ ଏଇ ସ୍ଥାନ ମଧ୍ୟ ଯାଉଛି। ତ ଆପଣ ବି ପୂର୍ବରୁ କହିଥିଲେ ଯେ କଳ୍କୀ ଆହାରି ଗହଣ ଦଳ ଭିତରେ ରହି ଲୀଳା ଖେଳା କରିବେ ସେ ବାବଦରେ ଟିକେ କୁହନ୍ତୁ। ଗହଣ ଦଳ ତ ରହିକି ଲୀଳା ଖେଳା 79 ମସିହାରୁ କରୁଛନ୍ତି। ଆଉ ଲେଖିଛନ୍ତି ମହାପୁରୁଷ ମାନେ ତ ବିଭିନ୍ନ ପ୍ରକାର ବିଭିନ୍ନ ମତ ଦେଇକି ଲେଖିଛନ୍ତି। ଭୀମ ଭୋଇ ବି ଡାଇରେକ୍ଟ ଲେଖିଛନ୍ତି ସମାଧିର ପୂର୍ବ ଭାଗେ ଜନ୍ମ ତାହାର। ଭୀମ ଭୋଇ ଲେଖିଛନ୍ତି। ତାପରେ ଏମିତି ସବୁ ମହାପୁରୁଷ ମାନେ ଲେଖିଛନ୍ତି। ଖାଲି ଭୀମ ଭୋଇ ଲେଖିନାହାନ୍ତି ପଞ୍ଚସଖା ଲେଖିଛନ୍ତି। 64 ସିଦ୍ଧିଅ ବି ଲେଖିଛନ୍ତି। ସବୁ ପ୍ରକାର ମହାପୁରୁଷ ଲେଖିଛନ୍ତି। ଏ ଦୁନିଆ ପ୍ରକାର ଲେଖିଛନ୍ତି ମହାପୁରୁଷ। ଅଚ୍ୟୁତ ହୋଇବେ ପଣ ପଣ ଜ୍ଞାନୀ ବୋଲେଇବେ ଜଣକୁ ଜଣ ହଉଛି। ଆଚ୍ଛା ଆମେ କହିବା କି ଯୋଉଭଳି ଭାବେ ଏଠି ଆମର ଯୋଉ କାର୍ଯ୍ୟକ୍ରମ ଚାଲିଛି ତ ଆମେ ଦେଖେଇବା ସିଧାସଳଖ ଏ ହଉଛି ସେଇ ସ୍ଥାନ ପ୍ରଭୁଙ୍କର ସ୍ଥାନ। ନିଶ୍ଚିତ ଭାବେ ଏଇ ମନ୍ଦିରରେ ଉଡୁଛି କଳ୍କୀଙ୍କର ପାନା ଉଡୁଛି ଅନନ୍ତଙ୍କର ଧ୍ୱଜା ମଧ୍ୟ ଉଡୁଛି। ଏଇ ସ୍ଥାନରେ ବହୁତ ଦିନ ହେଲାଣି ମନ୍ଦିର ସେଠି ଯାହା ଦେଖିଲେ ଯୋଉ ଶାହାଡା ଗଛଟି ରହିଛି ମନ୍ଦିର ଭିତରେ ସେ ଶାହାଡା ଗଛ ଏବେ ବି ଜୀବିତ ଅଛି। ସେ ମାନେ କେତେ ଦିନର ମନ୍ଦିରଟି? ମୋ ପିଲା ଦିନରୁ ମନ୍ଦିର ସେ ମାନେ ମନ୍ଦିର ହେଇନଥିଲା ହୁଙ୍କାଟିଏ ଥିଲା। ହୁଙ୍କାଟିଏ ଥିଲା ତାପରେ ଗଛ ଥିଲା କଣ ଯୋଉ ଆମର ଶାଳା ଗଛ। ତାପରେ କ୍ରମେ ସେ ମନ୍ଦିର ଫନ୍ଦିର ହେଇକି ଶାଳା ଗଛ ଥିଲା। ଶାଳା ଗୋଟେ ଏବେ ବି ଜୀବିତ ଅଛି। ଏବେ ଜୀବିତ ଅଛି। ଆଉ 3 ଗୋଟି ସାପ ଅଛନ୍ତି।
ସେଇଟା ହଉଛି ମେନ୍ ଅଛି। କଳିକିର ନିଶ୍ଚିତ ଆପଣ କହୁଛନ୍ତି ପରିପ୍ରକାଶ ନିଶ୍ଚିତ ହବ, ଏଥିରେ କିଛି ସନ୍ଦେହ ନାହିଁ, ଶୁଣୁଥିବେ ସନ୍ଦେହ ନାହିଁ। ଆମର ଏଇ ଯୋଉ ଏଇ କ୍ଷେତ୍ରକୁ ଆସିଛି ପ୍ରଥମ କରି ଆମ ଚ୍ୟାନେଲ, ତ ନିଶ୍ଚିତ ସୌଭାଗ୍ୟ ଅଭାଗ୍ୟ କହିଲେ ମାନେ ଅତ୍ୟୁକ୍ତି ହେବନି, କାରଣ ସେ ସମୟ ଆସିଗଲା। ଆମେ କଳିକିଙ୍କର ଖୋଜ ଯେହେତୁ କରୁଛେ ବିଭିନ୍ନ ସ୍ଥାନକୁ ଯିବା, ଆହୁରି ମଧ୍ୟ ପରେ ଯଦି ବି କିଛି କଳିକିଙ୍କର ଖୋଜ ମିଳେ ଆପଣ ମାନଙ୍କୁ ଆମେ ନିଶ୍ଚିତ ଦେଖେଇବୁ, କାରଣ ଆମେ ଜାଣିନେ କି ପ୍ରକୃତରେ କୋଉ ଜାଗାରେ କଳିକି, ତ ନିଶ୍ଚିନ୍ତ ପ୍ରକୃତ କଳିକି ଆପଣ ଆମେ ଭିଡିଓ ମାଧ୍ୟମରେ ଦେଖେଇବୁ, ତାରି ଭିତରେ ମଧ୍ୟ କୋଉଠି ସତ୍ୟ ଥିବ ଆପଣ ମାନେ ବିଚାର କରିବେ। ଭାଇ ଆଉ କଣ କହୁଥିଲେ? ନାଇଁ ଆଉ କଣ ଏତିକି କହିବା। ହଁ ଠିକ ଅଛି, ଆପଣ ମାନେ ଆଜି ପାଇଁ ଆମର ଭିଡିଓ ଯେହେତୁ ଅଧିକ ଲମ୍ବା ହେଇଯାଉଛି, ଆମେ ଏଇଠି ଦେଖିଲେ ଆପଣ ତ ଦେଖିପାରୁଥିବେ ଜାଗାରେ ଅନନ୍ତଙ୍କର କୋଉ ଭଳି କାର୍ଯ୍ୟକ୍ରମ ଯେହେତୁ ଗ୍ରହଣ ଦଳର ମୁଖ୍ୟ ସଚେତକ ଦେବ ନରସିଂହ ଦେବଙ୍କର ବାସଭବନ ଗୃହ ବା ଏଠି ତାଙ୍କର ସମସ୍ତେ ଆସନ୍ତି, ପ୍ରାୟତଃ ସାଧୁ ସନ୍ଥ ଭକ୍ତ ମାନେ ଏଠି ପ୍ରାୟ ଓଡିଶା ବାହାରୁ ଆସନ୍ତି। ତେଣୁକରି ଆମେ ଆଜି ପାଇଁ ଏଇଠି ରଖୁଛୁ। ଆଗକୁ ଆଉ କିଛି ଭିଡିଓ ମଧ୍ୟରେ ଆପଣଙ୍କର ଏଇ କ୍ଷେତ୍ରରେ ଆଉ ଅପଡେଟ ଦବୁ। ଆଜି ପାଇଁ ରହୁଛୁ, ନମସ୍କାର, ଜୟ ଜଗନ୍ନାଥ।